ଅସମ୍ଭାଳ ଶୀତରେ ଥରୁଛି ସାରା ଓଡ଼ିଶା। ପରେ ନେସ୍କୋ, ୱେସ୍କୋ ଏବଂ ସାଉଥ୍ କୋକୁ ମଧ୍ୟ ଟାଟା ହାତକୁ ଟେକିବେ ସରକାର। 5 ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ରାଜଭବନ ଉଦ୍ୟାନ। ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ ଶଙ୍କରାଚାର୍ଯ୍ୟ। 2020 ଗଣନା ଚିଲିକାର 11 ଲକ୍ଷ ପକ୍ଷୀ ନନ୍ଦନକାନନ ଗାଞ୍ଜିଆ ହ୍ରଦକୁ ଆସିଛନ୍ତି 1594 ପକ୍ଷୀ। କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଆବେଦନ ବେଳେ ଛାତ୍ରଛାତ୍ରୀଙ୍କୁ ଜାତିଗତ କିମ୍ବା ଆବଶ୍ୟକ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଆସନ୍ତା 5 ଯାଏଁ ଜାରି ରହିବ ବର୍ଷା, ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆର୍ସି। ଚୀନରେ ଅନୁଷ୍ଠିତ 42ତମ ମିସେସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅମିତା ପଣ୍ଡାଙ୍କୁ ମୁକୁଟ, ଓଡ଼ିଆ ଝିଅ ପୁଣି ଥରେ ଆଣିଲେ ଗୌରବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଠକେଇ, ବାଦ୍ ପଡ଼ିଲେ 171 ହସ୍ପିଟାଲ, 4 କୋଟି 6 ଲକ୍ଷ ଟଙ୍କାର ଜୋରିମାନା। କୋଟାରେ କେନ୍ଦ୍ରୀୟ ଡାକ୍ତରୀ ଦଳ, ଶିଶୁ ମୃତ୍ୟୁ ସଂଖ୍ୟା 104କୁ ବୃଦ୍ଧି।